ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ସ୍ୱାଗତ। ତ ଘଟଣାଟି ଘଟିଥିଲା କଟକ ରେଲୱେ ଷ୍ଟେସନ। ଜୀବନ ବଞ୍ଚେଇବାରେ ଆପଣଙ୍କର ଭୂମିକା ଅବର୍ଣ୍ଣନୀୟ। କ'ଣ କହିଲେ ସେଇ ଅନୁଭୂତି? କାଲି ସେଇ ସକାଳ 7:56 ଟାଇମ୍ରେ ହେବ, ଦିବ୍ରୁଗଡ଼ କନ୍ୟାକୁମାରୀ ଗାଡ଼ିଟା ସେଇ ଟାଇମ୍ରେ ଲାଗିଲା। ତାପରେ ଗାଡ଼ି ଇଦ ଯୋଗୁଁ ବହୁତ ଭିଡ଼ ବି ଅଛି। ସେଇ ଭିଡ଼ରେ ଲୋକମାନେ ବି ଚଢ଼ୁଛନ୍ତି, ଲୋକମାନେ ଅଧା ଲୋକ ବି ରହିଯାଉଛନ୍ତି। ଆମେ ବୁଝାଉଛୁ ଏ ଭିଡ଼ ଅଛି ଯାଅନି, ଲୋକମାନେ ମାନୁ ବି ନାହାନ୍ତି, ତା ଦେହରେ ଚଢ଼ୁଛନ୍ତି। ତାପରେ ସେଇଭଳି ଲୋକ ତାଙ୍କର କାଲି ଇଦ ଯୋଗୁଁ କାମ ସାରି ତାଙ୍କ ଘରକୁ ଯାଉଛନ୍ତି। ୱେଷ୍ଟବେଙ୍ଗଲର ମହମ୍ମଦ ମୁଜାଫିର ଏମିତି ନାମକ ଜଣେ ବ୍ୟକ୍ତିଟା ସେ ସେଠି ତାହେଲେ ଜଡ଼ିକି ଗାଡ଼ି ଖସିଗଲା, ରନିଂ ଗାଡ଼ିରେ ହାତ ଖସିଗଲା। ତାପରେ ସେ ପଡ଼ିକି ସାଙ୍ଗେ ସାଙ୍ଗେ ରେଲ ଲାଇନ୍ରେ ପୁରା ପଶି ଯାଇଥିଲା ଟୋଟାଲ। ଭଗବାନଙ୍କ କୃପା, ସେଇ ଟାଇମ୍ରେ ମୁଁ ବି ଆସୁଥିଲି। ମୁଁ ସଡନ୍ ଯାଇକି ସେ ଲୋକଟା ଧରି ନେଲା ପରେ ଅଧା ରହିଗଲା, ପଶି ଯାଉଥିଲା ଅଧା ରହିଗଲା। ବ୍ୟାଗ୍ଟା ଭିଡ଼ିଦେଲି, ବ୍ୟାଗ୍ଟା ବାହାରିଲା ପରେ ସେ ଲୋକ ବି ଟିକେ ବାହାରି ଆସିଲା। ପୁଣି ତାପରେ ହାତ ପୁରୀ ଟେକି ନେଇ ଲୋକଟା ଆସି ବଞ୍ଚିଗଲା। ବଞ୍ଚିକି ପାଣି ପିଇଲା, ତାକୁ ସେଠୁ ଅଲଗା ଗାଡ଼ିରେ ଆମେ ବସେଇଦେଲୁ। ଏଇଟା ତ ଆଜ୍ଞା ଆମେ ଅଛୁ ସାଧାରଣ ଜନତାଙ୍କର ସେବା ପାଇଁ ହିଁ ଆମର ଏଇଟା କର୍ତ୍ତବ୍ୟ। ଆମର ଓଡ଼ିଶା ସରକାର ଦ୍ୱାରା ଆମେ ନିଯୁକ୍ତି ମାନବ ସେବା, ଭଗବାନଙ୍କ ସେବା। ତେଣୁ ମାନବ ସେବା କରିବା ପ୍ରଥମ ଆମର। ଆମେ ତାଙ୍କ ପାଇଁ ହିଁ ଚାକିରି କରିଛୁ। କେଉଁଠି ଅସୁବିଧା ହେଲା ଆମେ ତାଙ୍କ ପାଇଁ ହିଁ ଅଛୁ। ତାଙ୍କ ସେବା ଯେନ କରିବା, ଚାକିରି କରିବାଟା ଆମର ବୃଥା। ସେଇ ସାମ୍ନାରେ ଠିଆ ହେଇକି ଲୋକଟା ଯେତେ କଟିଯିବ, ମରିଯିବ, ଆଗେ ପ୍ରଥମେ କାହାକୁ କହିବେ? ପୁଲିସ ବି କହିବେ ଯେ ଭାଇଟା ଠିଆ ଥିଲା ପୁଲିସ, ଲୋକଟା ପଶିଗଲା ଧରିଲା ନାହିଁ। ଆଗେ ଆପଣ ଯେମିତି ମୋ କତିକି ଭଲ କାମ କରିଛୁ ବୋଲି ସାର୍ ଆସିଛନ୍ତି, ସେମିତି ଖରାପ କାମ ଯଦି ନ ଧରିଥାନ୍ତି ଲୋକମାନେ ସମସ୍ତେ କହିଥାନ୍ତେ। ତେଣୁ ଏଇଟା ହେଉଛି ମୋ ପରମ କର୍ତ୍ତବ୍ୟ। ଲୋକ ଆଗେ ବଞ୍ଚନ୍ତୁ, ଲୋକଙ୍କୁ ସେବା କରିବା, ତାପରେ ଯାଇ ଆମ ପୁଲିସ ଡିପାର୍ଟମେଣ୍ଟ ଗୌରବଟା ରହିବ। ଆଜ୍ଞା କରିଛି ଆଗରୁ ଏମିତି ଅଳ୍ପ ବହୁତ ଟିକେ ପଶି ଯାଇଛନ୍ତି, ଭିଡ଼ି ଦେଇଛି, ବଞ୍ଚେଇଛି। ଆଉ ଥରେ ସେମିତି ଗୋଟେ ସ୍ତ୍ରୀ ଲୋକଟା ବି ପଶି ଯାଉଥିଲା ସେମିତି ଗାଡ଼ି ଭିତରେ, ତାଙ୍କୁ ଅଟକେଇଥିଲି, ତାଙ୍କ ଜୀବନ ବି ବଞ୍ଚେଇଥିଲି। ସେତେବେଳେ ସେମିତି ଲୋକଙ୍କୁ ତାଙ୍କୁ ବସେଇକି ଆରାମରେ ତାଙ୍କୁ ପଠେଇଥିଲି। ଏମିତି ମୋ ବେଳେ ବି ବହୁତ ଆମ ପୋଲିସ ଷ୍ଟାଫ୍ ବି ବଞ୍ଚେଇଛନ୍ତି। ଆଉ ଜଣେ ସେ ଭାଇ ବି ସେମିତି ବଞ୍ଚେଇ ଦେଲେ। ଏଇଟା ଆମ କରିବାଟା ଆମ ଡ୍ୟୁଟି ହବାଟା ନିଶ୍ଚିନ୍ତ ଆମେ ବଞ୍ଚେଇବୁ। ବହୁତ ଖୁସି ଲାଗୁଛି ବଞ୍ଚେଇବା ପୂର୍ବରୁ ସାର୍ଙ୍କ କତିକି, ସାର୍ଙ୍କୁ ଆମ ବଡ଼ ସାର୍ ଡିଜି ସାହେବ କତିକି, ଆଡ଼ିସନାଲ ଡିଜି ସାହେବ କତିକି, ଡିଜି ସାହେବ କତିକି, ମୋ ତରଫରୁ ଯେ କନଷ୍ଟେବଳ ଜଣେ ଏମିତି ଭଳିଆ ଜଣେ ସାଧାରଣ ଲୋକଙ୍କ ଜୀବନ ବଞ୍ଚେଇ ସାର୍ଙ୍କ କତିକି ଯେତେବେଳେ ଗଲେ ଖବରଟା, ସାର୍ ମୋତେ ଫୋନ୍ କଲେ, ମୋ ସାର୍ ବି ମୋତେ ଫୋନ୍ କଲେ, ଖୁସି ବି ଲାଗିଲା ଆଉ ଡ୍ୟୁଟି କରିବା ଉତ୍ସାହ ବି ଲାଗୁଛି। ହଁ ଆଜ୍ଞା 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 କରିଛନ୍ତି। ତାପରେ ମୋ ଷ୍ଟାଫ୍ ମାନେ ବି, ସେମାନେ ବହୁତ ବି ଖୁସି, ଯାହା ହଉ ସାହେବ ଫୋନ୍ କରୁଛନ୍ତି, ସାହେବ ଏମିତି ଭଲ କାମ କରୁଛନ୍ତି। ସେମାନଙ୍କ ମନ ବି ବଢ଼ିଯାଉଛି, ନାଇଁ ନାଇଁ ଆମେ ବି ଏମିତି ବଢ଼ିଆ ଡ୍ୟୁଟି କରିବୁ। ସେମାନେ ବି ପଞ୍ଚୁଆଲ ହେଇଯାଉଛନ୍ତି। ଇଦ ଯୋଗୁଁ ବହୁତ ଭିଡ଼ ବି ରହୁଛି, ସମସ୍ତଙ୍କ ମନ ଖୁସି ନିଶ୍ଚିନ୍ତ ରହିବ। ଯଦି ମୁଁ ଛୋଟ କର୍ମୀ ହେଇକି ଯଦି ଏଡ଼େ ବଡ଼ କରିପାରୁଛି, ବଡ଼ କର୍ମୀ କାହିଁ ନ କରିପାରିବି? ସେଇଟା ହବନି ଆଜ୍ଞା। କାହିଁକି କହିଲେ, ଅବିକା ଏବେ ଏଭଳିଆ ପରିସ୍ଥିତି ହେଲାଣି, ଠକିବା ହଉଛି ଭାବିବାଟା ଭୁଲ। କେହି ଠକି ପାରିବେନି, ସମସ୍ତେ ଚାଲାକ, ସମସ୍ତେ ମିଡ଼ିଆ ସାହେବ ପ୍ରେସ ସବୁ ଆକ୍ଟିଭ ହେଇକି ଅଛନ୍ତି। ଆମେ ଠକିବି କାହାକୁ ଠକିବୁ? ଯଦି ଠକିବୁ ଆମେ ନିଜକୁ ଠକିବୁ। ଯଦି ଆମକୁ ଓଡ଼ିଶା ସରକାର ଆମ ଚାକିରି ଖଣ୍ଡ ଦେଇଛି, ଦରମା ଦଉଛନ୍ତି, ଆମ ପରିବାର ପୋଷୁଛି କାହା ପାଇଁ? ସାଧାରଣ ଲୋକଙ୍କ ପାଇଁ। ତାଙ୍କ କାମ ଟିକେ ସେବା କରିଦେଲେ ଏ ପଇସାଟା ଆମ ଘର ସଂସାର କାମରେ ଲାଗିବ। ମୋ ପିଲା ଛୁଆ ମଣିଷ ହେବେ। ମୁଁ ଠକିଲେ ମୁଁ ନିଜକୁ ଠକିବି। ଠକିବାର ଗୋଟେ ପ୍ରଶ୍ନ ଆଜ୍ଞା